ଲୌହ ଦାନବର ରକ୍ତର ଭୋଜି ଅନ୍ଧାର ଭିତରେ ଶବର ସମୁଦ୍ର ଚାହୁଁ ଚାହୁଁ ଲିଭି ଯାଇଥିଲା 296 ଜୀବନ। ବାହାନଗାର ସେହି କାଳରାତ୍ରି ଏବେ ବି ଥରି ଉଠୁଛି ଛାତି। କରମଣ୍ଡଳ ସହ ମାଲବାହୀ ଗାଡ଼ି ଧକ୍କା ହେବା ପରେ ଯେଉଁ ଦୃଶ୍ୟ ଏବଂ ଚିତ୍ର ଦେଖିବାକୁ ମିଳିଥିଲା ତାହା ଏବେ ବି କାନରେ ଗୁଞ୍ଜୁରି ଉଠୁଛି। ଦୁର୍ଘଟଣା ପରେ ସବୁ ହୋଇଯାଇଥିଲା ଏପଟ ସେପଟ। କାହାର ଗୋଡ଼ ନଥିଲା ତ କାହାର ମୁଣ୍ଡ, ଆଉ କାହାର ବିକଳ ଚିତ୍କାର ବଞ୍ଚାଇବାକୁ କରୁଥିଲା ନେହୁରା। କେହି କିଛି ଭାବିବା ଆଗରୁ ଚାରିଆଡ଼େ ଖାଲି ଦେଖିବାକୁ ମିଳିଥିଲା ଶବର ପାହାଡ଼। ବାହାନଗାରେ ଶୁଭିଲା ହାହାକାରର ଚିତ୍କାର। ଅନ୍ଧାର ଭିତରେ ଦେଖିବାକୁ ମିଳିଥିଲା ଶବର ସମୁଦ୍ର। ଚାହୁଁ ଚାହୁଁ ବାହାନଗା ଟ୍ରେନ୍ ଟ୍ରାଜେଡି ପାଲଟି ଯାଇଥିଲା ଶତାବ୍ଦୀର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା। ଏହାରି ଭିତରେ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୂରିଛି ବର୍ଷେ। ସେଦିନ ଥିଲା ଜୁନ୍ 2 ଶୁକ୍ରବାର। ସମୟ ସନ୍ଧ୍ୟା 7ଟା। ସାରା ବିଶ୍ୱ ଆଖିରେ ଆଣିଦେଇଥିଲା ଲୁହ। ଚାହୁଁ ଚାହୁଁ ରକ୍ତର ହୋଲି ଖେଳିଥିଲା ଲୌହ ଦାନବ। ଛାରଖାର ହୋଇଯାଇଥିଲା ଅନେକଙ୍କ ପରିବାର। କେହି ନିଜ ପୁଅ ଝିଅ ସ୍ୱାମୀକୁ ହରାଇ କାନ୍ଦୁଥିଲା ତ ଆଉ କେହି ନିଜ ଲୋକଙ୍କର ପାଉନଥିଲା ସନ୍ଧାନ। ଚାହୁଁ ଚାହୁଁ ଲିଭି ଯାଇଥିଲା 296 ଜଣଙ୍କର ଜୀବନ ଦୀପ। ଆଉ 1200ରୁ ଊର୍ଦ୍ଧ୍ୱ ଲୋକ ହୋଇଯାଇଥିଲେ ଆହତ। ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ୍। ଯାନ୍ତ୍ରିକ ତ୍ରୁଟି ପାଇଁ ବାହାନଗା ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍କୁ ଦେଇଥିଲା ଧକ୍କା। ଭୟଙ୍କର ଦୁର୍ଘଟଣାରେ କରମଣ୍ଡଳର କିଛି ଡବା ରେଳ ଲାଇନ୍ରୁ ବାହାରକୁ ଛିଟିକି ପଡ଼ିଥିଲା। ସେହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବିପରୀତ ରେଳ ଧାରଣାରେ ଯାଉଥିବା ବେଙ୍ଗାଲୁରୁ ହାଓଡ଼ା ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିଏ ଜାଣିଥିଲା ସେହି ଦିନର ସେହି ଶୁକ୍ରବାର କାହା ପାଇଁ ପାଲଟିଯିବ ଶେଷ ଶୁକ୍ରବାର? କିଏ ଜାଣିଥିଲା କାହା ପାଇଁ ଏହି ଟ୍ରେନ୍ ଯାତ୍ରା ପାଲଟିବ ଶେଷ ଯାତ୍ରା? କିଏ ଟ୍ରେନ୍ ଚକ ତଳେ ତ ଆଉ କିଏ ବଗିରେ ଚାପି ହୋଇଯାଇଥିଲା, ଆଉ କିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ହରାଇଥିଲା। ଏତେ ବଡ଼ ଦୁର୍ଘଟଣା ପରେ ଛୁଟି ଆସିଥିଲେ ବାହାନଗାବାସୀ। ଜାତି ଧର୍ମ ପର ଆପଣା ନ ଦେଖି ସମସ୍ତେ ଲାଗିଥିଲେ ଉଦ୍ଧାର କାର୍ଯ୍ୟରେ। ଏମିତିକି ରକ୍ତଦାନ ପାଇଁ ଲଗାଇଥିଲେ ଲମ୍ବା ଲାଇନ୍। ଏପଟେ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ। କୁଢ଼ କୁଢ଼ ଶବ ଭିତରେ କିଏ ପୁଅକୁ ଖୋଜୁଥିଲା ତ କିଏ ନିଜ ସ୍ୱାମୀକୁ। ଖଣ୍ଡ ବିଖଣ୍ଡିତ ଶବକୁ ଦେଖି ଅନେକ ଚେତାଶୂନ୍ୟ ହୋଇଯାଉଥିଲେ ତ ଆଉ କିଛି ନିଜ ପ୍ରିୟ ପରିଜନଙ୍କର ପାଉନଥିଲେ ସନ୍ଧାନ। କିଛି ଶବର ଏପରି ଅବସ୍ଥା ହୋଇଥିଲା କି ନିଜ ପରିଜନକୁ ଚିହ୍ନି ପାରୁନଥିଲେ ପରିବାର। ଯାହାଫଳରେ ଅନେକ ଶବ ପଡ଼ୋଶୀ ରାଜ୍ୟକୁ ଚାଲିଯାଇଥିବା ବେଳେ ପଶ୍ଚିମବଙ୍ଗର ଅନେକ ଶବ ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଘୂରି ବୁଲୁଥିଲା। ଲୋକମାନେ ନିଜ ପରିବାରକୁ ଖୋଜୁଥିବାର ଚିତ୍ର ସାରା ଦେଶକୁ ଦୋହଲାଇ ଦେଇଥିଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳର ନେତା ସମବେଦନା ମଧ୍ୟ ଜଣାଇଥିଲେ। ସେହି ଛାତିଥରା ଦୁର୍ଘଟଣାକୁ ଇତିମଧ୍ୟରେ ବିତିଛି ବର୍ଷେ, କିନ୍ତୁ ଏବେ ବି ମନରୁ ଲିଭିନି ସେହି ଅଭୁଲା ଭୟଙ୍କର ଦୁର୍ଘଟଣା। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।